ପୂର୍ବବର୍ତ୍ତୀ ଭିଡିଓରେ ଆମେ ଅଧାତୁଗୁଡ଼ିକର ଭୌତିକ ଧର୍ମ ବିଷୟରେ ଆଲୋଚନା କରିଥିଲେ ଏବଂ ଆମେ ଆଲୋଚନା କରି ଦେଖିଥିଲେ ଯେ ଅଧାତୁଗୁଡ଼ିକର ସାଧାରଣତଃ ଉଜ୍ଜ୍ୱଳତା ନଥାଏ ଏବଂ ଆୟୋଡିନ୍ ଏକ ବ୍ୟତିକ୍ରମ ଅଟେ। ଆୟୋଡିନ୍ ଅଧାତୁ ହେଲେ ମଧ୍ୟ ଏମାନଙ୍କର ଉଜ୍ଜ୍ୱଳତା ଥାଏ। ତାପରେ ଆମେ ଦେଖିଥିଲେ ଯେ ଅଧାତୁଗୁଡ଼ିକ ସାଧାରଣତଃ ନରମ, ଭଙ୍ଗୁର, ଏଗୁଡ଼ିକ ନମନୀୟ ନୁହେଁ ଏବଂ ଏଗୁଡ଼ିକର ତନ୍ୟତା ନଥାଏ। ଏବଂ ନମନୀୟତା ଓ ତନ୍ୟତା କ'ଣ ସେ ବିଷୟରେ ଆମେ ପୂର୍ବ ଭିଡିଓରେ ଆଲୋଚନା କରିଥିଲେ। ତାପରେ ଆମେ ଦେଖିଥିଲେ ଯେ କାର୍ବନର ବିଭିନ୍ନ ପ୍ରକାର ରୂପ ଥାଏ ଏବଂ ଏହି ରୂପଗୁଡ଼ିକ ଅଧାତୁର ସମସ୍ତ ଭୌତିକ ଧର୍ମକୁ ମାନି ନଥାନ୍ତି। ତେଣୁ କାର୍ବନ ମଧ୍ୟ ଏକ ବ୍ୟତିକ୍ରମ ପରି କାମ କରେ। ତେବେ ଏହି ଭିଡିଓରେ ଆମେ ଅଧାତୁଗୁଡ଼ିକ ବିଦ୍ୟୁତ୍ ପରିବହନ କରନ୍ତି କି ନାହିଁ, ତାପ ପରିବହନ କରନ୍ତି କି ନାହିଁ, ଏମାନଙ୍କଠାରୁ ଧ୍ୱନି ସୃଷ୍ଟି ହୁଏ କି ନାହିଁ, ଏସବୁ ଭୌତିକ ଧର୍ମ ବିଷୟରେ ଆଲୋଚନା କରିବା। ତେବେ ପ୍ରଥମେ ଆମେ ଅଧାତୁଗୁଡ଼ିକର ବିଦ୍ୟୁତ୍ ପରିବହନ ବିଷୟରେ ଆଲୋଚନା କରିବା। ତେବେ ପ୍ରଥମେ ତୁମେ ଦେଖ, ମୁଁ ଏକ ପରିବାହୀଟେ ନେଇଛି। ଏକ ପରିବାହୀରେ ଗୋଟେ ବ୍ୟାଟେରୀ ସଂଯୁକ୍ତ ଅଛି, ଏଥିରେ ଗୋଟେ ବଲ୍ବ ଲାଗିଛି। ତେବେ ଆମେ ଦେଖିବା ଯେ ଅଧାତୁଗୁଡ଼ିକ ବିଦ୍ୟୁତ୍ ପରିବହନ କରିପାରନ୍ତି କି ନାହିଁ। ତେବେ ସେଥିପାଇଁ ମୁଁ କ'ଣ କରୁଛି ନା ଏଇ ଯେଉଁ ପରିବାହୀଟି ନେଇଛି ଏହାକୁ ମଝିରୁ କାଟି ଦେଉଛି। ଯେତେବେଳେ କାଟିଦେଲି ତାହେଲେ ଦେଖ ବଲ୍ବରୁ ଯେଉଁ ଆଲୋକ ସୃଷ୍ଟି ହେଉଥିଲା ବଲ୍ବଟି ବନ୍ଦ ହୋଇଗଲା ଏବଂ ସେଥିରୁ ଆଲୋକ ସୃଷ୍ଟି ହେଉନାହିଁ। ବର୍ତ୍ତମାନ ଆମେ ଏହି ପରିବାହୀର ଯେଉଁ ଦୁଇଟି ଅଂଶ କଟିଯାଇଛି ସେଥିରେ ଅଧାତୁଗୁଡ଼ିକୁ ନେଇକି ରଖିବା ଏବଂ ଦେଖିବା ଯେ ସେମାନେ ବିଦ୍ୟୁତ୍ ପରିବହନ କରୁଛନ୍ତି କି ନାହିଁ। ଯଦି ଅଧାତୁଗୁଡ଼ିକୁ ଏହି ପରିବାହୀର ଦୁଇ ପାର୍ଶ୍ୱରେ ସଂଯୁକ୍ତ କରିବା ପରେ ବଲ୍ବଟି ଜଳିଲା ତାହେଲେ ସେହି ଅଧାତୁଟି ବିଦ୍ୟୁତ୍ ସୁପରିବାହୀ ଅଟେ। ତେବେ ଚାଲ ପ୍ରଥମେ ଆମେ ସଲ୍ଫରକୁ ନେଇକି ଦେଖିବା। ପ୍ରଥମେ ଦେଖ, ମୁଁ ସଲ୍ଫରକୁ ନେଇକି ପରିବାହୀ ସହିତ ସଂଯୁକ୍ତ କରିଦେଲି। କରିବା ଫଳରେ ମୁଁ କ'ଣ ଦେଖୁଛି, ବଲ୍ବଟି ଜଳୁ ନାହିଁ। ତାହେଲେ ଆମେ କହିପାରିବା ଯେ ସଲ୍ଫର ହେଉଛି ଏକ ବିଦ୍ୟୁତ୍ କୁପରିବାହୀ। ସଲ୍ଫର ବିଦ୍ୟୁତ୍କୁ ପରିବହନ କରେ ନାହିଁ। ପୁନଶ୍ଚ ଆମେ ସେହି କଟିଯାଇଥିବା ପରିବାହୀର ଅଂଶରେ ଫସ୍ଫରସ୍କୁ ନେଇକି ରଖିବା। ଫସ୍ଫରସ୍କୁ ରଖିଲା ପରେ ପୁନଶ୍ଚ ଆମେ ଦେଖୁଛନ୍ତି ଯେ ବଲ୍ବଟି ଜଳୁନାହିଁ। ତେବେ ପୁନଶ୍ଚ ଆମେ କହିପାରିବା ଯେ ଫସ୍ଫରସ୍ ହେଉଛି ବିଦ୍ୟୁତ୍, ଏହା ମଧ୍ୟ ବିଦ୍ୟୁତ୍ ପରିବହନ କରେ ନାହିଁ। ତାପରେ ଆମେ ଆୟୋଡିନ୍କୁ ନେଇକି ରଖିବା। ଆୟୋଡିନ୍କୁ ରଖିଲା ଫଳରେ ଆମେ କ'ଣ ଦେଖୁଛନ୍ତି, ପୁନଶ୍ଚ ବଲ୍ବ ଜଳୁନାହିଁ। ଯଦି ନ ଜଳୁଛି ତାହେଲେ ଏବେ ମଧ୍ୟ ଆମେ କହିପାରିବା ଯେ ଆୟୋଡିନ୍ ମଧ୍ୟ ହେଉଛି ଏକ ବିଦ୍ୟୁତ୍ କୁପରିବାହୀ। ପରିଶେଷରେ ଆମେ କାର୍ବନକୁ ନେଇକି ରଖିବା। କାର୍ବନକୁ ରଖିଲା ଫଳରେ ଆମେ କ'ଣ ଦେଖୁଛନ୍ତି, ତଥାପି ବଲ୍ବ ଜଳୁନାହିଁ। ତାହେଲେ କାର୍ବନ ମଧ୍ୟ ହେଉଛି ଏକ ବିଦ୍ୟୁତ୍ କୁପରିବାହୀ ଅଟେ। କାର୍ବନ ଦ୍ୱାରା ବିଦ୍ୟୁତ୍ ପରିବହନ ହୁଏ ନାହିଁ। କିନ୍ତୁ ସମସ୍ତ ପ୍ରକାରର କାର୍ବନ ବିଦ୍ୟୁତ୍ କୁପରିବାହୀ ତାହା ଭୁଲ ଅଟେ। କିଛି କାର୍ବନର ବିଭିନ୍ନ ରୂପ ମଧ୍ୟରୁ କିଛି ରୂପ ଥାଏ ଯାହାକି ବିଦ୍ୟୁତ୍କୁ ପରିବହନ କରେ, ଯେମିତିକି ଗ୍ରାଫାଇଟ୍। ତାହାକୁ ଆମେ ଉଚ୍ଚ ଶ୍ରେଣୀରେ ଭଲ ଭାବରେ ଆଲୋଚନା କରିବା। ତେବେ ଜାଣି ରଖ ଯେ କାର୍ବନ ଏକ ବ୍ୟତିକ୍ରମ ହୋଇଥାଏ। କିଛି କାର୍ବନ ବିଦ୍ୟୁତ୍ କୁପରିବାହୀ ହୋଇଥିଲା ବେଳେ କାର୍ବନର ବିଭିନ୍ନ ରୂପ ମଧ୍ୟରୁ ଗୋଟିଏ ରୂପ ଯାହାକି ଗ୍ରାଫାଇଟ୍ ବିଦ୍ୟୁତ୍ ସୁପରିବାହୀ ହୋଇଥାଏ। ତେବେ ଏହା ତ ଥିଲା ବିଦ୍ୟୁତ୍ ପରିବହନର କଥା। ତାପରେ ଆମେ ତାପ ପରିବହନ ବିଷୟରେ ଆଲୋଚନା କରିବା। ବର୍ତ୍ତମାନ ତାପ ପରିବହନ ପାଇଁ ଆମେ କିଛି ତାପ ସୃଷ୍ଟି କଲେ ଏବଂ ତା ଉପରେ ଆମେ ଏକ ଅଧାତୁ ଖଣ୍ଡଟିକୁ ରଖିବା। ଆମେ ଦେଖିବା ଯେ ଅଧାତୁର ଗୋଟିଏ ପାର୍ଶ୍ୱରୁ ଅନ୍ୟ ଏକ ପାର୍ଶ୍ୱକୁ ତାପ ପ୍ରବାହିତ ହେଉଛି କି ନାହିଁ। ଯଦି ଗୋଟିଏ ପାର୍ଶ୍ୱକୁ ଉତ୍ତପ୍ତ କରିବା ଫଳରେ ଅନ୍ୟ ପାର୍ଶ୍ୱଟି ମଧ୍ୟ ଉତ୍ତପ୍ତ ହୋଇଯାଏ ତାହେଲେ ଆମେ କହିପାରିବା ଯେ ତାହା ତାପ ସୁପରିବାହୀ ଅଟେ। ଯଦି ନହେଲା ତାହେଲେ ଆମେ କହିବା ତାହା ତାପ କୁପରିବାହୀ ଅଟେ। ତାହେଲେ ସେଗୁଡ଼ିକ ତାପ ପରିବହନ କରନ୍ତି ନାହିଁ। ତେବେ ସେଥିପାଇଁ ପ୍ରଥମେ ଆମେ ସେହି ସଲ୍ଫରକୁ ନେଇକି ଦେଖିବା। ଯେତେବେଳେ ସଲ୍ଫରର ଗୋଟିଏ ପାର୍ଶ୍ୱକୁ ଆମେ ଉତ୍ତପ୍ତ କରୁଛନ୍ତି ଅନ୍ୟ ପାର୍ଶ୍ୱଟି ଆମକୁ ଥଣ୍ଡା ଲାଗିଥାଏ। ତେଣୁ ଆମେ କହିପାରିବା ଯେ ସଲ୍ଫର ହେଉଛି ତାପ କୁପରିବାହୀ। ପୁନଶ୍ଚ ଆମେ ଫସ୍ଫରସ୍କୁ ରଖିବା। ଫସ୍ଫରସ୍ର ଗୋଟିଏ ପାର୍ଶ୍ୱକୁ ଉତ୍ତପ୍ତ କରିବା ଫଳରେ ଆମେ ଅନ୍ୟ ପାର୍ଶ୍ୱକୁ ଯଦି ଲକ୍ଷ୍ୟ କରିବା ଏହା ମଧ୍ୟ ଆମକୁ ଥଣ୍ଡା ଲାଗିବ। ତାହେଲେ ପୁନଶ୍ଚ ଆମେ କହିପାରିବା ଯେ ଫସ୍ଫରସ୍ ମଧ୍ୟ ହେଉଛି ତାପ କୁପରିବାହୀ। ତାପରେ ଆୟୋଡିନ୍କୁ ରଖିବା। ଗୋଟିଏ ପାର୍ଶ୍ୱକୁ ଉତ୍ତପ୍ତ କରିବା ପରେ ଅନ୍ୟ ପାର୍ଶ୍ୱଟି ମଧ୍ୟ ଆମକୁ ଥଣ୍ଡା ଲାଗିବ। ତେଣୁ ଆମେ କହିପାରିବା ଯେ ଆୟୋଡିନ୍ ମଧ୍ୟ ତାପ କୁପରିବାହୀ ଅଟେ। ଠିକ୍ ଅଛି। ପରିଶେଷରେ କାର୍ବନକୁ ରଖିବା। କାର୍ବନଙ୍କ ଗୋଟେ ପାର୍ଶ୍ୱକୁ ଉତ୍ତପ୍ତ କରିବା ପରେ ଅନ୍ୟ ପାର୍ଶ୍ୱଟି ଉତ୍ତପ୍ତ ହେବ କି ନାହିଁ କାର୍ବନର ବିଭିନ୍ନ ରୂପ ଉପରେ ନିର୍ଭର କରେ। ତେଣୁ ଆମେ କହିପାରିବା ଯେ କିଛି କାର୍ବନ ତାପ କୁପରିବାହୀ ହୋଇଥିଲା ବେଳେ କିଛି କାର୍ବନ ତାପ ସୁପରିବାହୀ ହୋଇଥାନ୍ତି। ତେଣୁ ଏହା ମଧ୍ୟ ଏକ ବ୍ୟତିକ୍ରମ ଅଟେ। ତେବେ ବିଦ୍ୟୁତ୍ ପରିବହନ ଓ ତାପ ପରିବହନ ବିଷୟରେ ଆମେ ଆଲୋଚନା କଲେ। ତାପରେ ଆମେ ଧ୍ୱନି ବିଷୟରେ ଆଲୋଚନା କରିବା। ତେବେ ଆମେ ଦେଖିବା ଯେତେବେଳେ କୌଣସି ଏକ ବସ୍ତୁକୁ ଆମେ କିଛି ପଦାର୍ଥ ଦ୍ୱାରା ଆଘାତ କରିଥାନ୍ତି ସେଥିରୁ ଘଣ୍ଟି ବାଜିଲା ପରେ ଯଦି ଶବ୍ଦ ହୁଏ ତାହେଲେ ତାକୁ ଆମେ ଧ୍ୱନି ବୋଲି କହିଥାନ୍ତି। ତେବେ ବର୍ତ୍ତମାନ ଆମେ କାର୍ବନକୁ ବାଡ଼େଇକି ଦେଖିବା। କାର୍ବନକୁ ଯେତେବେଳେ ଆମେ ଆଘାତ କରୁଛନ୍ତି ତେବେ କାର୍ବନରୁ କିଛି
घंटी बाजिला परी धातव ध्वनि सृष्टि हेउ नाही ताहेले ताको आमे कहिबा जे कार्बन ध्वनि सृष्टि करे नाही। पुनश्च फस्फरस को बाड़ेबा। फस्फरस को बाड़ाया परे आमे कौन लक्ष्य करछन्ती एथिरे मध्य धातव ध्वनि न थाए तेणु आमे कहि परिबा फस्फरस मध्य ध्वनि सृष्टि करे नाही। पुनश्च यदि आयोडीन को आमे बाड़ेबा आयोडीन मध्य धातव ध्वनि सृष्टि करे नाही घंटी बाजिला परी शब्द हमकु शुभे नाही तेणु पुनश्च आमे कहिबा आयोडीन ध्वनि सृष्टि करि पारे नाही। परिशेष रे सल्फर को बाड़ेबा। सल्फर को आघात करिया फल आमे पुनश्च सेया देखिबा जे एथिरु कोनोसी भी धातव ध्वनि सृष्टि हे न थाए तेणु आमे कहि परिबा जे सल्फर ध्वनि सृष्टि करे नाही। तेबे आमे जहा पढ़िले एगुड़िकर सिद्धांत और व्यतिक्रम विषय आलोचना करिबा। प्रथमतः आमे कहले अधातु गुड़िकर उज्ज्वलता न थाए एगुड़िक नरम भंगुर एगुड़िक नमनीयता न थाए एगुड़िकर तन्यता मध्य न थाए। तापर आमे देखिथिले जे अधातु गुड़िक विद्युत कुपरिवाही अटे एगुड़िक ताप कुपरिवाही मध्य अटे एवं एगुड़िकर धातव ध्वनि न थाए एवं एई अधातु मानक मध्यरे आमे किछि व्यतिक्रम मध्य देखिथिले जेपरि कि आयोडीन एक अधातु हेले मध्य एहार उज्ज्वलता थाए एवं कार्बन विभिन्न रूप मध्यरु हीरा हेउची एक रूप जहा कि प्रकृतिर सबुठु शक्त पदार्थ एवं ग्राफाइट कार्बन आउ एक अपर रूप जहा कि विद्युत परिवहन करे। तेबे अधातु गुड़िकर भौतिक धर्म विषय में आलोचना कले।